ଆଜି ଦେଖନ୍ତୁ ଏଇଟା ଆମେ ଜାଣିଛେ ସର୍କସ୍ ରେ ଆଜିକାଲି ଆଉ ଜୀବଜନ୍ତୁ ପକ୍ଷୀ ଏମାନଙ୍କୁ ଆଉ ଆଲାଉ କରାଯାଉନି, ଯାହା ନିୟମ ଆସିଗଲାଣି କଡ଼ାକଡ଼ି ଭାବରେ। ତେଣୁ ସେ ଦୃଷ୍ଟିକୋଣରୁ ଅଜନ୍ତା ସର୍କସ୍ ଯେଉଁ ପାରମ୍ପରିକ କଳା କୌଶଳ ଅଛି ତାକୁ ପରିବେଷଣ କରୁଛି ଏବଂ ଲୋକଙ୍କ ମନୋରଞ୍ଜନ ବି ଜିଣି ପାରୁଛି। ଆଜି ବହୁତ ଭଲ କଥା। ଆଜି ଅଜନ୍ତା ସର୍କସ୍ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ତାର ଶୁଭ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୋତେ ଆମନ୍ତ୍ରିତ କରାଯାଇଥିଲା। ମୁଁ ଆସିଥିଲି ଏବଂ ଶୁଭ ଉଦ୍ଘାଟନ କରାଗଲା। ତେଣୁ ନିଶ୍ଚିତ ରୂପେ ମହାପ୍ରଭୁଙ୍କ ଆଶୀର୍ବାଦ ରହୁ। ଅଜନ୍ତା ସର୍କସ୍ ମନୋରଞ୍ଜନ ଖୋରାକ ଯୋଗାଇ ଦେଉ ସାଧାରଣ ଜନତାଙ୍କୁ। ଆଉ ଭୁବନେଶ୍ୱରବାସୀ ନିଶ୍ଚିତ ରୂପେ ଆନନ୍ଦିତ ହେବେ ଇଏ ସର୍କସ୍ର ଯେଉଁ କଳା କୌଶଳକୁ ଦେଖିକି। ଏବଂ ନିଶ୍ଚିତ ରୂପେ ମୁଁ ବି ଦେଖୁଥିଲି କିଛି ସମୟ ଧରିକି ଇଏ ପାରମ୍ପରିକ କଳା କୌଶଳ କୁ ଦେଖିବାର ଆବଶ୍ୟକତା ଅଛି ଜନସାଧାରଣ। କାହିଁକିନା ଏଇଟା ହିଁ ଆମର ଗର୍ବ ଗୌରବ, ଏଇଟା ହିଁ ଆମର ଅସ୍ମିତା। ଏ କଥାକୁ କୋଉଠି ନା କୋଉଠି କେହି ଅଣଦେଖା କରିବା କଥା ନାହିଁ, ତାକୁ ପ୍ରୋତ୍ସାହିତ କରିବା ଦରକାର। ଏ କଳା କୌଶଳ ଜୀବିତ ହେଇକି ରହୁ ଏବଂ ଇଏ ଆ ଦ୍ୱାରା ଆମର ଆହୁରି ଗର୍ବ ଅନୁଭବ ହଉ। ଆଜିର ଅଜନ୍ତା ସର୍କସ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ମଧ୍ୟ। ଆଜିର ଏହି ଅବସରରେ ସେ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୋତେ ଡାକିଥିବାରୁ ଧନ୍ୟବାଦ ମଧ୍ୟ